ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ବର୍ତ୍ତମାନ ସମୟରେ ଅଲିଉଡ଼ର ଲୋକପ୍ରିୟ କଣ୍ଠଶିଳ୍ପୀ ହେମନ୍ତ ସାଗର ଆଉ ଆମ ଗହଣରେ ନାହାନ୍ତି, କିନ୍ତୁ ସ୍ତ୍ରୀ ଶ୍ରେୟା ମିଶ୍ର ଜଣେ ଓଡ଼ିଆ ଗାୟିକା। ତେବେ ହେମନ୍ତ ସାଗର ନିଜେ ମେଡ଼ିକାଲ ଏଣ୍ଟ୍ରାନ୍ସ ପାସ୍ କରି ମେଡ଼ିକାଲ କଲେଜରେ ପ୍ରଥମ ବର୍ଷ ପଢ଼ିଥିଲେ, କିନ୍ତୁ ଗାୟକ ହେବାକୁ ଇଚ୍ଛା ଥିବାରୁ ଛାଡ଼ି ଦେଇଥିଲେ। ହେମନ୍ତ ସାଗରଙ୍କର ସହ ଶ୍ରେୟା ମିଶ୍ରଙ୍କର 2017ରେ ବିବାହ ହୋଇଥିଲେ ଏବଂ ସେମାନଙ୍କର ଝିଅ ମଧ୍ୟ ଅଛି। ହେମନ୍ତ ସାଗର ଜଣେ ପ୍ଲେବ୍ୟାକ୍ ଗାୟକ ଥିଲେ। ସେ 2012 ମସିହାରେ ତରଙ୍ଗ ଟିଭିର ରିଆଲିଟି ଶୋ ଭଏସ୍ ଅଫ୍ ଓଡ଼ିଶା ସିଜନ୍ 2ର ବିଜେତା ହୋଇଥିଲେ। ସେହି ଶୋରେ ହିଁ ସେ ଶ୍ରେୟା ମିଶ୍ରଙ୍କୁ ଭେଟିଥିଲେ, ଯିଏ ମଧ୍ୟ ଜଣେ ଗାୟିକା ଏବଂ ସହ ପ୍ରତିଯୋଗୀ ଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା ଆଉ ପରେ ସେମାନେ ବିବାହ କରିଥିଲେ। ସେମାନଙ୍କର ଜଣେ ଝିଅ ମଧ୍ୟ ଅଛି, ଯାହାଙ୍କର ନାମ ଏଞ୍ଜେଲ। ହେମନ୍ତ ସାଗର ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ହୋଇଥିଲେ। ମାତ୍ର 34 ବର୍ଷ ବୟସରେ ମଲ୍ଟି ଅର୍ଗାନ ଫେଲର ଯୋଗୁଁ ପ୍ରାଣ ହରାଇଥିଲେ। ଓଡ଼ିଆ ସଙ୍ଗୀତ ଜଗତର ତାଙ୍କର ଅବଦାନ ଅସ୍ମରଣୀୟ ରହିଛି। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଶ୍ରେୟା ମିଶ୍ରଙ୍କର ଡାକ୍ତର ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି, ଯାହା ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ହେମନ୍ତ ସାଗର ନିଜେ ମେଡ଼ିକାଲ ଏଣ୍ଟ୍ରାନ୍ସ ପାସ୍ କରି ମେଡ଼ିକାଲ କଲେଜରେ ପ୍ରଥମ ବର୍ଷ ପଢ଼ିଥିଲେ, କିନ୍ତୁ ଗାୟକ ହେବାକୁ ଇଚ୍ଛା ଥିବାରୁ ସେ ଛାଡ଼ି ଦେଇଥିଲେ ଡାକ୍ତରୀ ପାଠ ଆଉ ବନିଥିଲେ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହ। ତେବେ ସୋସିଆଲ ମିଡ଼ିଆରେ ଶ୍ରେୟାଙ୍କର ଡାକ୍ତର ଫଟୋ ଘୁରି ବୁଲୁଛି। ତେବେ ଚର୍ଚ୍ଚା ହେଉଛି ହେମନ୍ତ ସାଗରଙ୍କର ଆଶା ପୂରଣ କରିବେ ଶ୍ରେୟା ମିଶ୍ର ବୋଲି ଚର୍ଚ୍ଚା ହେଉଛି।